ଗପର ନାଁ ହେଲା ତମେ ଭଲକି ମନେ ଦେଇ ଶୁଣିବ ତାକୁ ପଚାରିବି। ବସି ପଡ଼ ସମସ୍ତେ, ବସି ପଡ଼। ଗପର ନାଁ ହେଲା ଚଗଲାମୀର ଫଳ। ହେଲା ଚଗଲା କହୁଥିଲା ତାର କ'ଣ ଫଳ ପାଇଲା ସେଟା ଆମେ ଶୁଣିବା। ହେଲା ଜାଣିବା। ଜଣେ ଲୋକ ତା ଦାଣ୍ଡ ପିଣ୍ଡରେ ବସି ଜାଣିଛ ଦାଣ୍ଡ ଯୋଉ କ୍ଷୀର ଦୁହନ୍ତି ସେ କ'ଣ କରୁଥିଲା? କ୍ଷୀର ଦଉଥିଲା। ହେଲା ସେ ପ୍ରଥମେ ସାବୁନ ଲଗେଇଲା। ପ୍ରଥମେ ଦାଣ୍ଡ ପିଣ୍ଡରେ କ'ଣ ଲଗାନ୍ତି? ସାବୁନ ଲଗାନ୍ତି। ସାବୁନ ଲଗେଇଲା ତାପରେ କ'ଣ କଲା? ବ୍ରଶକୁ ଆଣି ମୁହଁରେ ଘଷିଲା। ଘଷନ୍ତିନି? ଦେଖିଛ? ତମେ ଦେଖିଛ? ବ୍ରଶ ଘଷିଲା ତାପରେ କ'ଣ ନା ଅଇନାକୁ କ'ଣ କଲା? ଜାଣିଲା। ଅଇନାକୁ ଛାଇ ପୁର ପୁରରେ ଭିତରେ କ'ଣ ବସିଥାଏ? ହାତ ବସିଥାଏ। ସେ କ'ଣ କଲା? ପୁର ଚଲେଇଲା। ପୁର ଚଲେଇଲା ଧୀରେ ଧୀରେ କ'ଣ କଲା? ପୁର ଚଲେଇଲା କ୍ଷୀର ହେଲା। ହଠାତ୍ କିଏ ଗୋଟେ ଶୁଣିଲା ଡାକିଲା ତାକୁ ଘରୁ। ତାଙ୍କୁ କିଏ ଡାକିଲା? ସେ କ'ଣ କଲେ? ପୁର ବ୍ରଶ ଆଦି ସବୁ ଜିନିଷ ଥୋଇ ଦେଇକି ଘର ଭିତରକୁ ପଳେଇଗଲେ। ଘର ଭିତରକୁ ପଳେଇଗଲେ ସେଟା ରଖିକିନି କୋଉଠି ରଖିଲେ? ପିଠାରେ ରଖି କ'ଣ କଲେ? ନା ଘର ଭିତରକୁ ଗଲେ। ପାଟି ମାଙ୍କଡ଼ ଟିକେ କ'ଣ କରିଥିଲା? ପାଖରେ ଥିବା ଗୋଟେ ଗଛ ଉପରେ ବସି ତାକୁ ସବୁ କ'ଣ କରୁଥିଲା? ଦେଖୁଥିଲା। ସେ ଲୋକଟି କ'ଣ କରୁଛି? ସେ ଯେତେବେଳେ ଘର ଭିତରୁ ଲୋକଟି ପଳେଇଲା ପାଟି ମାଙ୍କଡ଼ କ'ଣ କଲା? ନା ଲୋକଟି ଚାଲିଯିବା ବେଳେ ପାଟି ମାଙ୍କଡ଼ ଗଛରୁ କ'ଣ କଲା? ଓହ୍ଲେଇ ଆସିଲା। ଓହ୍ଲେଇ ଆସିକି ସେ ଯାହା କରୁଥିଲା ଲୋକଟି ବ୍ରଶ ମାରିଲା, ଯୋଉ ସାବୁନ ମାରିଲା, ତାପରେ ବ୍ରଶ ବସିଲା ପାଖରେ ସବୁ ଦେଖିଛି। ପାଟି ମାଙ୍କଡ଼ ବି ସେୟା କଲା। ଗଛରୁ ଓହ୍ଲେଇ ଆସି କ'ଣ କଲା? ସାବୁନ ମାରିଲା, ତାପରେ ବ୍ରଶ ମାରିଲା, ତାପରେ ଅଇନାକୁ ଧରି କ'ଣ କଲା? ପୁର ଚଲେଇଲା। ସିଏ ତ ଜାଣିନି ପୁର ଚଲେଇବା। ଜାଣିଛି? ମାଙ୍କଡ଼ ଜାଣିଛି ପୁର ଚଲେଇବା? ସେ ତ ଶିଖିନି, ସେ ଦେଖିଛି କେମିତି କ'ଣ ଚାଲେ। ଯେତେବେଳେ ପୁର ଚଲେଇଲା ସେ ପୁରରେ କ'ଣ କଲା? ତା ଡାଳ କ'ଣ କଲା? ନା କଟିଗଲା। ପାଠ ପଢ଼ାଯିବନି, ସେ ଶିଖିନି। ଯୋଉଟା ଆମେ ଶିଖିନଥିବୁ ଜାଣିନଥିବୁ ସେଟା କଲେ ଭୁଲ ହବନି। ଯେତେବେଳେ ସେ ଜାଣିନି ସେ କ'ଣ କଲା? ନା ପାଠ ଯେତେବେଳେ କଟିଗଲା ତା ଗାଲ କ'ଣ ହେଲା? ରକ୍ତ ବାହାରିଲା। ବହୁତ ତାକୁ କଷ୍ଟ ହେଲା। ସେ ଯୋଉଟା ଜାଣିନି କ'ଣ କଲା?